ବର୍ତ୍ତମାନ ମୁଁ ଆସିଯାଇଛି ଟିକେ ରିଲାଏନ୍ସ ଷ୍ଟେସନ ପାଖ ରିଲାଏନ୍ସକୁ ଟିକେ ଆସିଛି ଗାଡ଼ି ଥୋଇ ଦେଇକି ଏତେ ଜାମ୍ ତ ଗାଡ଼ି ଥୋଇ ଦେଇକି ଯାଉଛି କାହିଁକିନା ମୋତେ ଟିକେ ଗ୍ରାଇଣ୍ଡର ଦେଖିବାର ଅଛି ବୋଉ କହିଛି ଦେଖିବା ପାଇଁ ଯଦି ହେବ ମୁଁ ଗ୍ରାଇଣ୍ଡରଟା ଏଠି ହେଇଗଲା ଯଦି ଗ୍ରାଇଣ୍ଡରଟା ନେଇକି ଗାଁକୁ ଯିବି ତ ଚାଲନ୍ତୁ ଆଜି ପୁରା ଫାଙ୍କା ହେବା କଥା କିନ୍ତୁ ରିଲାଏନ୍ସରେ ପୁରା ଜାମ୍ ରୋଡ଼ ଯାକ ପୁରା ଫାଙ୍କା କିନ୍ତୁ ରିଲାଏନ୍ସ ପୁରା ଜାମ୍ ଚାଲନ୍ତୁ ଯିବା ଭିତରକୁ ତ ଚାଲନ୍ତୁ ଯିବା ମୁଁ ଏଠି ଫାଷ୍ଟ ଦେଖୁଛି ଇଲେକ୍ଟ୍ରୋନିକ୍ ଜିନିଷ ତ ଦେଖନ୍ତୁ କେତେ ସାରା ଗହଳି ହେଇଛି ମାନେ କ'ଣ କହିବ ଆଜି ସବୁଆଡ଼େ ଛୁଟି ସମସ୍ତେ ଆସିକି ମାର୍କେଟିଂରେ ହାଜର ଗ୍ରାଇଣ୍ଡର ତ ଦେଖନ୍ତୁ ମୋର ଗ୍ରାଇଣ୍ଡର ନେବାର ଅଛି ମୁଁ ଆସିକି ଦେଖୁଛି ବାଜାଜ ଫିଲିପ୍ସର ବୋଉ କହିଛି ଆମର ଫିଲିପ୍ସର ଦେଖିବୁ ଗ୍ରାଇଣ୍ଡର ତ ଚାଲନ୍ତୁ ଦେଖିବା ଏଠି କେତେଟା କାହିଁକିନା ମୋତେ ଏବେ ଟାଇମ୍ ହେଲା 1:43 ହେଲା ମୋତେ ପୁଣି 3:20ରେ ଆମର ଅଛି କୋଣାର୍କରୁ ଯିବାର ଅଛି ତ ଚାଲନ୍ତୁ ଫାଷ୍ଟ ଦେଖିଦେବା ତ ଫ୍ରେଣ୍ଡସ୍ ବର୍ତ୍ତମାନ ମୁଁ ଦେଖିଲି ତ ମୁଁ ଭାବିଲି ମୁଁ ନେଇପାରିବି ନ ନେଇପାରିବି ମାନେ ମୁଁ ଟୋଟାଲି ନଲେଜ୍ ହିଁ ନାହିଁ ତ ସେଥିପାଇଁ ଭାବିଲି ଚାଲନ୍ତୁ ମୁଁ ଯିବି ହେରି ବାବା ଆସିକି ନେଲେ ହିଁ ବେଟର୍ ରହିବ କି ଭାଇ ଆସିକି ନେଲେ ବେଟର୍ ରହିବ କାହିଁକିନା ନେବାର କିଛି ନାହିଁ ନେଇଯିବି କିନ୍ତୁ ମୁଁ ଆକୁ ଟେକିକି ନେଇକି ବାଲୁଆ ଗଲାବେଳକୁ ପାରିବିନି ତ ସେଥିପାଇଁ ମୁଁ ରିଟର୍ନ ଆସିଗଲି କାରଣ ସେ ପ୍ୟାକେଟ୍ ଦେଖିକି ତ ଚାଲନ୍ତୁ ଟିକେ ଯିବା ତ ଫ୍ରେଣ୍ଡସ୍ ଭଗବାନ ଯେଉଁ ଗହଳିଆ କୁହନ୍ତୁନି ଚାଲନ୍ତୁ ମୋର ହେଇଗଲା ଜିନିଷ କିଣାକିଣି ହେଇଗଲା ଜିନିଷ କିଣିବାକୁ ଯେତିକି ଟାଇମ୍ ଲାଗିଲାନି ବିଲ୍ ପାଇଁ ତା'ର 2 ଘଣ୍ଟା ଟାଇମ୍ ଲାଗିଗଲା ମୁଁ ଯଦି ମାନେ ଗ୍ରାଇଣ୍ଡର ବି ନେଇକି ଯାଇଥାନ୍ତେ ମୋତେ ଏତେ ଟାଇମ୍ ଲାଗିନଥାନ୍ତା ଯେତିକି ଏଇ 4-5ଟା ଜିନିଷରେ ଏତେ ଟାଇମ୍ ଲାଗିଗଲା ଏତେ ଗହଳି ତଥାପି ଗହଳିକି ଲାଇନ୍ରେ ନ ଲଗେଇକି ଗଳି ବସିକି ଟିକେ କାହିଁକିନା ମୁଁ ଯଦି ଡାଇରେକ୍ଟ ପଳେଇଥାନ୍ତି ଏଇ ରିଲାଏନ୍ସରୁ ଡାଇରେକ୍ଟ ଷ୍ଟେସନ୍ ପଳେଇଥାନ୍ତି ତ ମୋ ପାଖରେ ବହୁତ ଟାଇମ୍ ଅଛି ମୁଁ ଆହୁରି ବି ଅଧଘଣ୍ଟା ବୁଲି ପାରିଥାନ୍ତି ମାନେ ଆହୁରି କିଛି ଜିନିଷ କିଣି ପାରିଥାନ୍ତି କିନ୍ତୁ ମୋତେ ଘରକୁ ଯିବାର ଅଛି ଗାଡ଼ି ଥୋଇବାର ଅଛି ଗାଡ଼ି ଥୋଇ ଦେଇକି ପୁଣି ଚାଲିକି ଷ୍ଟେସନ୍ ଆସିବାର ଅଛି ତ ସେଥିପାଇଁ ମୋ ପାଖରେ ଜମା ବି ଟାଇମ୍ ନାହିଁ ତ ବର୍ତ୍ତମାନ ଟାଇମ୍ ହେଇଗଲାଣି 2:10 ତ ଚାଲନ୍ତୁ ଯିବା ଆଉ ଲେଟ୍ କରିବାନି ଜଲ୍ଦି ଗାଡ଼ିଟା ନେଇକି ଥୋଇ ଦେଇକି ମୁଁ ବାହାରେ ଯିବି ପୁଣି ଷ୍ଟେସନ୍ ତ ଚାଲନ୍ତୁ ଯିବା କେଉଁ ପ୍ରକାର ହାଲିଆ ଚାଲନ୍ତୁ ଚୁଟି ଉଡ଼ୁଛି ଚୁଟି ଉଡ଼ିଲେ ଅବସ୍ଥା ଆଉ ରହିବନି ମୋର ସେଥିପାଇଁ ଏଇ ଷ୍ଟଲ୍ଟା ଟିକେ ପକାଇ ଦେଉଛି ନା ଚାଲନ୍ତୁ ଯିବା ଗାଁକୁ ବର୍ତ୍ତମାନ ଆସିକି ମୁଁ ପହଞ୍ଚିଗଲି ତ ଚାଲନ୍ତୁ ଯିବା ଉପରକୁ ସାଙ୍ଗେ ସାଙ୍ଗେ ରେଡ଼ି କ'ଣ ଖାଲି ତା ଜିନିଷଟା ଥୋଇ ଦେଇକି ଆସିବୁ ଚକୁଳି କି ଗରମ ହେଉଛି ତ ଟାଇମ୍ ହେଇଗଲା ଏବେ 2:35 ହେଲା ମୁଁ ଆସିକି ଜଷ୍ଟ ପହଞ୍ଚିଲି ତ ଏବେ ଜଷ୍ଟ ମୁଁ ଆସିକି ପହଞ୍ଚିଲି 2:35 ହେଇଛି 3:20 ଟ୍ରେନ୍ ତ ମୋତେ ଚାଲିକି ଗଲେ ବି ମୋତେ 10-15 ମିନିଟ୍ ଲାଗିବ ତ 2:50 ହେଇଗଲେ ମୁଁ ବାହାରେ ଯିବି 3ଟା ସୁଦ୍ଧା ପହଞ୍ଚିବି କାରଣ ଭୁବନେଶ୍ୱରରୁ ଆଗରୁ କୋଣାର୍କ ଛାଡ଼ୁଥିଲା କିନ୍ତୁ ସେ ମଞ୍ଚେଶ୍ୱର ଆସୁଛି ତ ମୋତେ ଏମିତି ଟ୍ରେନ୍ ବି ନଥିବ ପ୍ଲାଟଫର୍ମରେ ହିଁ ଠିଆ ହେବି ଆଉ ଟିକେଟ୍ କାଟିବାକୁ କେତେ ସମୟ ବି ଲାଗିବ 5 ମିନିଟ୍ ଖଣ୍ଡେ ଲାଗିବ ଟିକେଟ୍ କାଟିବାକୁ ତ 45 ହେଇଗଲେ ମୁଁ ଯିବି ଗାଁକୁ ଆଉ ଚାଲନ୍ତୁ ଯିବା ଗାଁକୁ ଆଉ ଏତେ ମାନେ ଆଜି 15 ଅଗଷ୍ଟ କିନ୍ତୁ ରାସ୍ତା ପୁରା ଫାଙ୍କା ମାନେ ଟ୍ରାଫିକ୍ ଦେଇକି ଗଲେ ଯେଉଁଠି 15-20 ମିନିଟ୍ ଲାଗେ ସେଠି ଆଜି ମୁଁ 5-10 ମିନିଟ୍ରେ ପହଞ୍ଚି ଯାଇଛି କିନ୍ତୁ ରିଲାଏନ୍ସ ଏତେ ଜାମ୍ ମାତ୍ର ମୋତେ କେତେଟା ଏଇ ମ୍ୟାଗି ବିସ୍କେଟ୍ ଆଉ ଫେସ୍ ୱାଶ୍ ଏଇ ଟାଇପ୍ର 4-5ଟା ଖଣ୍ଡେ ମୋ ଜିନିଷ ଲମ୍ବା ଲାଇନ୍ ଲଗାଇବାକୁ ପଡ଼ିବ ମୁଁ ଖାଲି ରିକ୍ୱେଷ୍ଟ କରିକି 4-5ଟା ଜିନିଷ ତ ଛାଡ଼ି ଦିଅନ୍ତୁ ମାନେ ରିକ୍ୱେଷ୍ଟ କରିକି ମୁଁ ଜଣଙ୍କ ଆଗରେ ମଝିରେ ପଶିଗଲି ନହେଲେ ମୁଁ ଯଦି ଛିଡ଼ା ହେଇଥାନ୍ତି ସେଠି ତ ଘଣ୍ଟାଏ ହିଁ ବିଲ୍ ଲାଗିଥିଲା କାରଣ ଏତେ ଜାମ୍ ଆଉ ଅଫର୍ ବୋଲି ଅଫର୍ ସବୁ ଜିନିଷ ଲାଗିଛି କିନ୍ତୁ ମୁଁ ଗ୍ରାଇଣ୍ଡର ପାଇଁ ଯାଇଥିଲି କିନ୍ତୁ ଗ୍ରାଇଣ୍ଡର ସେମିତି କିଛି ଅଫର୍ ନଥିଲା
जस्ट नॉर्मल ये कौन 100-200 कौन जहाँ टी डिस्काउंट रोला ना सेमती किसी ऑफर नाला आ मेन कथा हूँ मुझे ग्राइंडर आणिक आसी था मत बालुआ नहीं गला मत प्रोब्लेम होता कहना मो घर डायरेक्ट स्टेशन मु आसता माने रिलायंस स्टेशन आसता कहीं रिलायंस स्टेशन पाखे तो मत सुविधा होता तथापि टी कष्ट होता किंतु मु घर को आसवि घर एत बाट गला कारण घर कहीं ना जे मत भाई था कि नहीं भाई मत नहीं स्टेशन छाड़ी था किंतु भाई भी ना तो से मु आइलिनी ग्राइंडर आइलिनी मु फोन करी कहीदेली बालुगाँ किणीदब ये भुवनेश्वर नवा बालुगाँ किणीदब तो एमती हो आसिली हेरी तो ये चलतु जावा 35 होगला टाइम 35 होगला देखिपे 45 बाहरी जावा 3टारे पहुँचा टिकेट करके गाँव को जावा गाँव को गले आमर बाबुली सहित टे देखा मो धनिया सहित टे देखा आ मो बाबुलुटा को धरनी केत दिन है बाबुलुटा को धरवि तो चलो बर्तमान आसिकी स्टेशन पाखे पहुँची गली मेघ टिके वर्षा टिके है मु छतरी आनी जहाँ जल्दी जल्दी प्लाटफर्म भर पशि ना ना मु ओदा हो चलतु तो आसिकी पहुँची गली चलतु जावा गोटे टिकेट करदे ट्रेन तो आसनी टिकेट करके प्लाटफर्म रे वेट करवा चलतु आमर टिकेट काउंटर को तो फ्रेंड्स टिकेट रेडी चलतु जावा तो फ्रेंड्स देखिपे फाइनाली मु आसिकी पहुँची गली बालुगा स्टेशन में बाबा आसिक वेट करते आउ टाइम के आप आगे तो चलतु जावा बाहर को बाबा से वेट करते बाहर तो चलतु हेलो फ्रेंड्स गुड इवनिंग मो प्रियंका आपण स्वागत कर मो चैनल जार ना प्रियंका दी दुनिया तो फ्रेंड्स आपण समस्त देखी पारे आज संडे संडे रे दीदीर मोर आसी जाइछु भगवती मंदिर तो चलतु टिके भोग आ दीप किणीदे तापर जा चलतु जावा माँ को टे दर्शन करवा फ्रेंड्स देखिए बर्तमान आम पूजा सरीगला माँ को सिंदूर भी आनीदेलु तो टे मंदिर में बसिकी तापर जावा घर को क्या घरे पुआ एकुटिया अच्छी चलतु तो फ्रेंड्स बर्तमान आम मैंने ठाकुर को दर्शन करके आसीगलु तो चलतु जावा मु बोधे 6 मास तले आसी मत लगुच 5-6 मास तले आसी तो चलतु आज गोटे दीदी कहला जे चले भगवती मंदिर जावा से आसीगली माने आज माने ठाकुर जोग अच्छी जे माँ को जोग अच्छी आसिक दर्शन करने चलतु देखिपे मुंड मुंड तेल फेल लगे केमती देखा जाऊँगी तो चलतु जावा
ଓ କାଲି ସୋମବାର ନା ଶ୍ରାବଣ ମାସ। ବର୍ତ୍ତମାନ ଆମମାନେ ଆସିକି ପହଞ୍ଚିଗଲୁ ଘରେ। ଆଉ କିଏ ଗୋଟେ ଏସି ଲଗେଇକି ଶୋଇଛି। ଓ ତ ଫ୍ରେଣ୍ଡସ୍ ବର୍ତ୍ତମାନ ଆମମାନେ ଆସିକି ଘରେ ପହଞ୍ଚିଗଲୁ। ଘରେ ପହଞ୍ଚିକି ଆମର ମୋମୋ ଟିକେ ଖାଇଦେଲୁ। ଖାଇଦେଇକି ଏବେ ବସିଛୁ। ଆଉ ତାପରେ ଟିକେ ବସିବା, ତାପରେ ରୋଷେଇ କରିବା। ଆଉ କାଲି ସକାଳୁ ବାହାରି ଯିବା। ତ ଚାଲନ୍ତୁ, କ'ଣ କହିବି, ତ ଚାଲନ୍ତୁ ଯିବା। ମୁଁ ମଝିରେ ଯାଇଥିଲି, କେବେ ହେଇଗଲାଣି 4-5 ମାସ ଖଣ୍ଡେ, 4-5 ମାସ ତଳେ ଯାଇଥିଲି ଭଗବତୀ ମନ୍ଦିର ଥରେ। ହଁ ହଁ ହଁ। ତ ଚାଲନ୍ତୁ କାଲି ସକାଳେ ମାନେ ପୁଣି ରେଡ଼ି ହେଇକି 6ଟା ସୁଦ୍ଧା ବାହାରିବୁ, କାହିଁକିନା ଭାଇ ଅଫିସ୍ ଯିବ। ତ ସେ ଅନୁସାରେ ଆମକୁ ଜଲ୍ଦି ବାହାରିକି ପହଞ୍ଚିବାର ଅଛି। ଆଉ ଆଜି ଜଲ୍ଦି ଖାଇ ପିଇକି ଶୋଇପଡ଼ିବୁ। ସକାଳୁ ଉଠିବୁ 6ଟା ସୁଦ୍ଧା, ମାନେ 4ଟା କି 3ଟା ରାତିରେ ତ ଉଠିବାକୁ ପଡ଼ିବ। ବହୁତ ଆମର 3ଟା ରାତିରେ ଉଠିବ। ଆମେମାନେ 4ଟା ବେଳକୁ ଉଠିକି କାମ ସାରିକି 6ଟା ବେଳକୁ ଏଠୁ ଟାଟା ବାଏ ବାଏ। ଚାଲନ୍ତୁ ଯିବା।